ଶୁଣ କାହାର ବ୍ୟକ୍ତିଗତ ଥାଇପାରେ, କାହାର ଆତ୍ମଗର୍ବ ଥାଇପାରେ, ଆତ୍ମବଡ଼ିମା ଥାଇପାରେ। ସେ କହେ ମତେ ଶିଖିଲା ବେଳା କୌଣସି ଗୁରୁ ନାହିଁ, ମତେ ଶିଖିବା ପାଇଁ ଗୁରୁ ମାନେ ଅଯୋଗ୍ୟ ହେଇଥାଇପାରେ। ସେ ଏମିତି କହିଥାଇପାରେ କି ମତେ ଶିକ୍ଷା ଦେଲା ଭଳି ଗୁରୁ ନାହାନ୍ତି, ଆଜିକା ଡେଟ୍ରେ ଗୁରୁ ମାନେ ଅଯୋଗ୍ୟ ତା ମତରେ। ତେଣୁ ଆମେ ଅଟୋମେଟିକ ରହିଯିବୁ ଶିକ୍ଷା ଦେବା ପାଇଁ ଅଯୋଗ୍ୟ। ବର୍ତ୍ତମାନ କଣ କହିବାକୁ ଚାହୁଁଛନ୍ତି, ସେ ଭୁଲ ମାଗିବା ଦରକାର ନା? ଆମେ ଭୁଲ ମାଗିବା କଥା କାହିଁ କହିବୁ? ଆମକୁ ଜଣେ ଛାତ୍ର ଆମକୁ ଗୁରୁ ଭାବରେ ଗ୍ରହଣ କଲାନି, ଆମେ ତାକୁ ଛାତ୍ର ଭାବରେ ଗ୍ରହଣ କରିବୁନି। ଗୋଟିଏ କଥା ମନେ ରଖନ୍ତୁ, ଗୋଟେ ଗୁରୁ 1000 ଛାତ୍ର ତିଆରି କରିଦେବେ, କିନ୍ତୁ 1000 ଛାତ୍ର ଗୋଟେ ଗୁରୁ ତିଆରି କରିପାରିବେନି। ନା କେହି ଆଗରୁ କେବେ ହେଇନଥିଲା, ଏ ଫାଷ୍ଟ ଟାଇମ ହେଇଛି। ଯୋଉଟା କି ସ୍ପେସିଫିକ ଆଗରୁ କଣ ହେଇଥିଲା କି ଆମେ କହିପାରିବୁନି, କିନ୍ତୁ ଆଜିକାଲି ସୋସିଆଲ ମିଡିଆ ସବୁ କହିଦଉଛି। ସୋସିଆଲ ମିଡିଆରୁ ଆମେ ଜାଣିଲୁ, ଆପଣଙ୍କ ମାଧ୍ୟମରେ ଆମେ ଜାଣିଲୁ। ଯୋଗାଯୋଗ କରିଥିଲୁ ତାଙ୍କୁ। ସେ ଯୋଉ ପାର୍ଟି କାମ କରୁଛନ୍ତି, ଆମର ସମ୍ପାଦକ ଇଏ ମହୋଦୟ, ସଭାପତି ମହୋଦୟ, ମିଡ଼ିଆ ପାର୍ଟନର ହର ଭାଇ, ସେମାନେ ବି ତାଙ୍କୁ ଯୋଗାଯୋଗ କରିଥିଲେ, ତାଙ୍କୁ କହିଥିଲେ, ତାଙ୍କୁ ବି ଅବଗତ କରାଯାଇଥିଲା। କିନ୍ତୁ ସେ ରେସ୍ପଣ୍ଡ କଲେନି ଆମ କଥାକୁ, କିଛି ଉତ୍ତର ଦେଲେନି କି ରେସ୍ପଣ୍ଡ କଲେନି। ତେଣୁ ତାଙ୍କ ମାଲିକକୁ ଆମେ କହିଥିଲୁ ଏ ବାବଦରେ। ମାଲିକ କହିଦେଲେ ବୁଝିବେ ବୋଲି, ମାଲିକ ଏପର୍ଯ୍ୟନ୍ତ ବି ନିରବ ରହିଲେ। ସିଏ କିଛି କହିଲେନି ଯେ ତମେ ଯାହା ନିଷ୍ପତ୍ତି ନଉଛ ନିଅ। ତେଣୁ ଆମେ ନିଷ୍ପତ୍ତି ନେଲୁ ଏଇଆ ଯେ ସେ ଯୋଉ ପାର୍ଟିକି ଯିବେ, ଆମେ ତାଙ୍କର ଯୋଗ୍ୟ ଗୁରୁ ନୁହଁ, ତେଣୁ ଆମେ ତାକୁ ଶିଷ୍ୟ ଭାବରେ ଗ୍ରହଣ କରିବୁନି। ହାସ୍ୟ ଅଭିନେତା ଦୟାନିଧି।